प्रिय छात्र छात्री आमर इंटरनाल असेसमेंट FA1 रे आसुथिबा केतोटी संभाव्य प्रश्न उत्तर आजिर क्लास रे आमे आलोचना करिबा। ताहेले आमर यूनिट 1 रे रहिछि 5 गोटी प्रश्न। वंदे उत्कल जननी कविता रे काहाकू चारु भाषमयी बोली कहा जाइछि। ताहेले आमर उत्तर होछि तुमरा उत्कल जननी। किए उत्कल जननी शरीर को धौत करुछि समुद्रर स्वच्छ जल। उत्कल जननी बुकुरे पर्वत गुड़िक किपरि सज्जित होई अछंती। ताले हमर उत्तर होछि पिला माने तरंग। शिव केउथिरु सिंहनाद काढिले चिरीकुटी। काहाकू हत्या करी भीम कैलाश को उद्धार करिथिले अश्लेषा दत्य। एटा थिला हमर यूनिट 1 रो क्वेश्चन। तापर आमे जिबा यूनिट 2 को। अच्छा यूनिट 2 रे अछि गोटे लेखा वाक्य रे उत्तर लिख। पाठ पढ़िबा अपेक्षा लक्ष्मीकांतंकर आउ केउथिरे अधिक आग्रह थिबा उमाचरण दृष्टि रे पड़ुथिला। तार आंसर होछि पिला माने पाठ पढ़िबा अपेक्षा लक्ष्मीकांतंकर खेल संगीत रे अधिक आग्रह थिबा उमाचरण दृष्टि रे पड़ुथिला। ताले आंसर हे जिबा हमर खेल एवं संगीत। कांत कवि अधिकांश रचना प्राणधर्म रे कौन थिला। कांत कवि अधिकांश रचना प्राणधर्म रे हास्य व्यंग विद्रूप थिला। हास्य व्यंग और विद्रूप धर्मी रचना थिला। लक्ष्मीकांत महापात्र रचित जीवन संगीत को केही केही कहा तुल्य महान कृति बोली कही थांती। ताले हमर आंसर हे जिबा पिला माने लक्ष्मीकांत महापात्र रचित जीवन संगीत को केही केही रविंद्रनाथ ठाकुर। को गीतांजलि सहित तुलना करथांती। धर्मांतर परे लोकर क्यों परिवर्तन होई थाए। ताहे तार मानविकता रे परिवर्तन होई थाए। मानविकता काहाकू भल विश्ववासी कहा जाए। जे भल पल्लीवासी ओडिशावासी ताकू भल विश्ववासी कहा जाई थाए। जे भल ओडिशावासी। नेक्स्ट हमर यूनिट 3। अच्छा यूनिट 3 अच्छे पिला माने कांत कवि लक्ष्मीकांत महापात्रंकर पितांक नाम कौन। कांत कवि लक्ष्मीकांत महापात्रंकर तांको पितांक नाम हेउची चौधरी भागवत प्रसाद सामंतराय महापात्र। चौधरी भागवत प्रसाद सामंतराय महापात्र। लक्ष्मीकांत महापात्र क्यों महाविद्यालय BA पास करथिले। समस्त जानी छे रेभेन्सा।
ନାଟ୍ୟ ସାହିତ୍ୟ ଧାରାରେ ହାସ୍ୟ ଦ୍ୱାରା ଦର୍ଶକମାନଙ୍କର ହସେଇ ମଜେଇ ପାରୁଥିବା ସୃଷ୍ଟିର ନାମ କ'ଣ? ଲାଳିକା। ଉଦାହରଣ ହେଲା କଟକ ସଫର। କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କାହାକୁ ଆଭିଜାତ୍ୟର ଚିହ୍ନ ବୋଲି କହିଛନ୍ତି? ନିରର୍ଥକ ନେକ୍ଟାଏ। କୃଷ୍ଣଙ୍କର ଅଭ୍ରଙ୍କଶ ପ୍ରାସାଦ କେଉଁଠି ନିମଗ୍ନ ହୋଇଗଲା? ଅତଳ ଜଳଧି ତଳେ। ୟୁନିଟ୍ 4 ମୌଖିକ ପ୍ରଶ୍ନ, ବ୍ୟକ୍ତିଗତ ଏବଂ ଦଳଗତ ଉତ୍ତର। ବନ୍ଦେ ଉତ୍କଳ ଜନନୀ କେବେ ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟ ସଙ୍ଗୀତର ମାନ୍ୟତା ଲାଭ କରିଛି? ଜାଣିଛୁ ସମସ୍ତେ ପିଲାମାନେ, ଏଇଟାର ଆନ୍ସର୍ ହେଇଯିବ 2020 ମସିହାରେ। ଉତ୍କଳର ଶସ୍ୟକ୍ଷେତ କେଉଁଥିରେ ପରିପୂର୍ଣ୍ଣ? ଧାନ ଶସ୍ୟ। ଭୀମ ଶିବଙ୍କୁ ସିଂହନାଦ ମାଗନ୍ତୁ ବୋଲି କିଏ କହିଥିଲେ? ଶ୍ରୀକୃଷ୍ଣ। ଭୀମଙ୍କର କେତେଥର ଶବ୍ଦ ସହିବା ପାଇଁ ଶିବ ଭୀମ ସିଂହନାଦକୁ କହିଲେ? 3 ଥର। ଭୀମଙ୍କ ସିଂହନାଦ ରଡ଼ି କବିତାରେ କାହାକୁ ମହାତମୀ ବୋଲି କୁହାଯାଇଛି? ଦୁର୍ଯ୍ୟୋଧନ। ଆମର ୟୁନିଟ୍ 1 ମଲ୍ଟିପୁଲ୍ ଆସେସମେଣ୍ଟ। ଗାଳ୍ପିକ କେଉଁ କାଠ ଗୋଦାମରୁ 2 କୁଇଣ୍ଟାଲ କାଠ କିଣିଲେ? ଭାରତ। କାହାକୁ ଦେଖି ମୋତି ଭୋ ଭୋ ଭୁକି ଉଠିଲା? କାଠୁରିଆ। କାଠଚିରାଲି ନାଲି ଧାଡ଼ିର ଶାଢ଼ୀଟାକୁ କେଉଁ ଗଛ ଡାଳରେ ଲଟକାଇ ଦେଲା? ବେଗୁନିଆ ଗଛ। ମୟୂରଭଞ୍ଜ ମହାରାଜା ଗଲାଠୁ ଏବେ କେଉଁମାନେ ଆସୁଛନ୍ତି ବୋଲି କାଠକଟାଲି କହିଲା? ମନ୍ତ୍ରୀ। ଚେନା ଚୋପରା କାଠ ସବୁ କାହା ପାଦରେ ପଶିଯିବ ବୋଲି ଗାଳ୍ପିକ କହିଲେ? କୁକୁର ମୋତି। ୟୁନିଟ୍ 2 କାହାକୁ ବାକ୍ୟ କୁହାଯାଏ? ଏକ ବା ଏକାଧିକ ପଦ, ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ତାକୁ ବାକ୍ୟ କୁହାଯାଏ। ବାକ୍ୟରେ ଯୋଗ୍ୟତା କହିଲେ କ'ଣ ବୁଝାଏ? ପ୍ରକାଶ କର। ପଦ ଗୁଡ଼ିକର ପାରସ୍ପରିକ ସମ୍ବନ୍ଧ। ବାକ୍ୟ ବିଚାରକୁ ଅବଲମ୍ବନ କରି କାହାକୁ ଆକାଂକ୍ଷା କୁହାଯାଏ? ଗୋଟିଏ ବାକ୍ୟରେ ଗୋଟିଏ ପଦ ଅନ୍ୟ ପଦଗୁଡ଼ିକର ଅର୍ଥବୋଧକତା ପାଇଁ ଅପେକ୍ଷା କଲେ। ଅର୍ଥବୋଧକତା ପାଇଁ ଅପେକ୍ଷା କଲେ ତାକୁ ଆକାଂକ୍ଷା କୁହାଯାଏ। ଖଣ୍ଡବାକ୍ୟ କାହାକୁ କୁହାଯାଏ? ସମାପିକା କ୍ରିୟାଯୁକ୍ତ ଅଂଶ। ସମାପିକା କ୍ରିୟାଯୁକ୍ତ ଅଂଶ।
ବାକ୍ୟାଂଶ କାହାକୁ କୁହାଯାଏ? ବାକ୍ୟରେ ବୁଝା ପଡ଼ୁଥିବା ଏକ ନିର୍ଦ୍ଦିଷ୍ଟ ଅଂଶ ବା କେତେକ ପଦ ସଂହତିକୁ ବାକ୍ୟାଂଶ କୁହାଯାଏ। ନିର୍ଦ୍ଦିଷ୍ଟ ଅଂଶ କୁ ବାକ୍ୟାଂଶ କୁହାଯାଏ। କାଠଗଳ୍ପର ଗାଳ୍ପିକଙ୍କର ନାମ କ'ଣ? କାଠଗଳ୍ପର ଗାଳ୍ପିକଙ୍କର ନାମ ହେଉଛି ବସନ୍ତ କୁମାର ଶତପଥୀ। ଏକ କ୍ୱିଣ୍ଟାଲ କାଠ କାଟିବାକୁ କାଠୁରିଆ କେତେ ଟଙ୍କା ନିଏ ବୋଲି କହିଥିଲା? 2 ଟଙ୍କା। କାଠୁରିଆ କଳରେ କ'ଣ ଚାକି କୁରାଢ଼ି ଧରିଲା? ଦୋକତା ଚୂନ। ଚୈତନ୍ୟ କାଠୁରିଆକୁ କେଉଁ ଲୋଟାରେ ପାଣି ଦେଲା? ଆଲୁମିନିୟମ ପାଇଖାନା ଲୋଟା। ଗାଳ୍ପିକଙ୍କର କେଉଁ ପଦିଏ କଥା କାଠୁରିଆ ଲାଲ ଲାଲ ଆଖିରେ ଚାହିଁଲା? ତୋର କି ବିଶ୍ୱାସ? ଯେତେବେଳେ 2ଟି 2 ଖଣ୍ଡିଆ ନୋଟ୍ ଦେଇ କହିଲା 4 ଅଣା ଫେରାଇବୁ ବୋଲି, ସେତେବେଳେ ସେ କହିଲା ତୋର କି ବିଶ୍ୱାସ, ତୁ ଆସିବୁ? ସେତେବେଳେ ସେ ଲାଲ ଲାଲ ଆଖିରେ କାଠୁରିଆକୁ ଚାହିଁଲା। ମୌଖିକ ପ୍ରଶ୍ନ। ଗ୍ରାମାରର ପିଲାମାନେ ପ୍ରଶ୍ନ ଗୁଡ଼ାକ ଆସିଛି। ତାହେଲେ ପ୍ରଥମ ହେଉଛି ହୋଇ ହେଲେ ପ୍ରାପ୍ତ ବୁଦ୍ଧତ୍ୱ ଗୌତମ ତପସିଦ୍ଧ କାହାର ଅଭାବରୁ? ଏହି ବାକ୍ୟଟି ବାକ୍ୟ ପଦବାଚ୍ୟ ନୁହେଁ। ଆସତି। ଯେଉଁମାନେ ବୃଥାରେ ସମୟ କାଟନ୍ତି ଏହାକୁ ବାକ୍ୟ ବିଚାର ଦୃଷ୍ଟିରୁ କ'ଣ କୁହାଯିବ? ଖଣ୍ଡବାକ୍ୟ। କାହିଁକି ନା ଆମେ ଜାଣିଛୁ ଖଣ୍ଡବାକ୍ୟରେ ଗୋଟିଏ ମାତ୍ର ସମାପିକା କ୍ରିୟା ଥାଏ। ରମେଶଙ୍କ ବିନା ଏ କାମ ହୋଇପାରିବ ନାହିଁ। ଏଠାରେ କେଉଁଟି ହେଉଛି ଆମର ଅବ୍ୟୟ ପଦ? ଏଠାରେ ଅବ୍ୟୟ ପଦ ହେଉଛି ବିନା। ମିଶ୍ର ବାକ୍ୟ କାହାକୁ କୁହାଯାଏ? ଯେକୌଣସି ବାକ୍ୟର ସମନ୍ୱିତ ରୂପ। ବିଜୁ ବାବୁଙ୍କୁ ଓଡ଼ିଶାରେ କିଏ ନ ଜାଣେ? ଏହାକୁ ବିବୃତ୍ତି ସୂଚକ ବାକ୍ୟରେ ପରିଣତ କଲେ କ'ଣ ହେବ? ବିଜୁ ବାବୁଙ୍କୁ ଓଡ଼ିଶାରେ ସମସ୍ତେ ଜାଣନ୍ତି। ସମସ୍ତେ ଜାଣନ୍ତି। ଏବଂ ଲାଷ୍ଟ ଅଛି ପିଲାମାନେ ଏକ୍ସପ୍ରେସନାଲ୍ କମ୍ପୋନେଣ୍ଟ ଆକାଂକ୍ଷା ଉପାଦାନ। ତାହେଲେ ଏଇଟା ଥିଲା ଆମର ଆଇଏ ବା ଆମର ଇଣ୍ଟରନାଲ୍ ଆସେସମେଣ୍ଟ FA1।